ଅତି କମରେ 3 ବର୍ଷ ଔଷଧ ଖାଇବାକୁ ପଡ଼ିବ। ବହୁ ଲୋକ କ'ଣ କରୁଛନ୍ତି ନା ଔଷଧ ମଝିରେ ମଝିରେ ବନ୍ଦ କରିଦେଉଛନ୍ତି, ଔଷଧ ଖାଉନାହାନ୍ତି, ଯାହାଫଳରେ କି ୟାର ଏ ରୋଗ ଆୟତ୍ତକୁ ଆସୁନାହିଁ, ସେ ସମ୍ପୂର୍ଣ୍ଣ ଆୟତ୍ତକୁ ଆସୁନାହିଁ। ତେଣୁ ସେ ଡକ୍ଟରଙ୍କୁ କହୁଛନ୍ତି ଆଜ୍ଞା ଆମେ ତ ଔଷଧ ଖାଉଥିବୁ, କିନ୍ତୁ ୟାର ନିୟମ ସବୁଦିନ ଔଷଧ ଖାଇବାକୁ ପଡ଼ିବ ଡେଲି। ଏଥିରେ ଗୋଟେ ମିସ୍ ହେଇଗଲା, ଡୋଜ୍ଟା ଯଦି ମିସ୍ ହେଇଗଲା ପୁଣି ବାହାରିଯିବ। ତେଣୁ 3 ବର୍ଷ ତାର ହେଉଛି ଚିକିତ୍ସା। ତାଦ୍ୱାରା 70% 80% ଲୋକ ଏଥିରେ ଏ ରୋଗରୁ ଆମେ ତାକୁ ନିୟନ୍ତ୍ରଣ କରିପାରୁଛୁ। କିନ୍ତୁ ଆଉ 20% କେସ୍ରେ ଅପରେସନ୍ ଦରକାର ପଡ଼ୁଛି। ଧରନ୍ତୁ କାହାର ଗୋଟେ ବ୍ରେନ୍ ଟ୍ୟୁମର୍ ଅଛି, ମସ୍ତିଷ୍କ ଆବୁ ଅଛି, କିମ୍ବା ତାର ଔଷଧ ପ୍ରୟୋଗ ଦ୍ୱାରା ତାକୁ ରୋଗ ନିୟନ୍ତ୍ରଣ କରିହେଉନି, ସେ କେସ୍ରେ ଅପରେସନ୍ ବା ରୋଗୀ ପାଇଁ ସର୍ଜିକାଲ ଚିକିତ୍ସା ବା ଶଲ୍ୟ ଚିକିତ୍ସାର ଆବଶ୍ୟକତା ପଡ଼େ। ଆଉ ଆମ ଦେଶରେ ଶଲ୍ୟ ଚିକିତ୍ସା ବ୍ୟବସ୍ଥା ଅଛି। ବହୁତ କେସ୍ରେ